ଭାଇ ଆପଣମାନଙ୍କୁ ଗୋଟେ ସୁନ୍ଦର କଥା ଆଜି କହିବି। ଏଟାକୁ ଆପଣ ଗୁରୁଜ୍ଞାନକ ଭାବରେ ଏହାକୁ ଗ୍ରହଣ କରିବେ। କାହିଁକିନା ଭିଡ଼ିଓ ଦେଖିକି ଭଗେଇ ଦେବେ ସେଟା ନୁହେଁ। ଆପଣମାନେ ଭଲ ଭାବରେ କଥାଟାକୁ ମାନେ ଗୌର କରିବେ। କଥାଟା ଆପଣଙ୍କୁ ଯଦି ଭଲ ଲାଗେ ନିଶ୍ଚିତ ଗୋଟେ ଲାଇକ୍ ସେୟାର ନିଶ୍ଚିତ କରିବେ। ସେୟାର କରିବେ କାହାକୁ କେଉଁ ମାନେ ସାଙ୍ଗସାଥି କରିବେନି, ଗ୍ରୁପ୍ରେ କରିବେ। ଆଉ ଯଦି ଭାଇମାନେ ଯେଉଁମାନଙ୍କର ଗ୍ରୁପ୍ ନଥିବ, ଆଇଡ଼ି ଫାଇଡ଼ି ଖୋଲୁନଥିବେ, ଫେସବୁକ୍ ଇନଷ୍ଟାଗ୍ରାମ ନ ଖୋଲିଥିବେ, ଯେଉଁ ଆଇଡ଼ି ନ ଖୋଲିଥିବେ ଯେଉଁ ଭାଇ ଭଉଣୀମାନେ, ସେମାନେ ନିଜ ନିଜ ସାଙ୍ଗମାନଙ୍କ ପାଖକୁ ସେୟାର ବି କରିପାରିବେ। ଆଜିକାର କଥା ଯେ ଆପଣମାନେ ବହୁତ ତୀର୍ଥ ଜାଗାକୁ ଯାଇଥିବେ, ଗାଁ ଗଣ୍ଡା ଭଲ ମନ୍ଦ ବହୁତ ଆଡ଼େ ବୁଲିଥିବେ। ଆପଣ କେବେ ଦେଖିଥିବେ ଯେଉଁ ଭିକାରୀ ଯାହାକୁ କୁହନ୍ତି, ଭିକାରୀ ଯାହାକୁ କୁହନ୍ତି, ଭିକାରୀଙ୍କୁ ଆପଣ କେବେ ଦାନ କରିଛନ୍ତି? ଦାନ ଭିକାରୀ କାହାକୁ କୁହାଯିବ? ଭିକାରୀ ଜଣେ ବି ଭିକାରୀ ହଉ, ଏମିତି କେହି ବି ଏମିତି ଦୁନିଆର ନାହାନ୍ତି ଜୀବ ଯେ ପରିଶ୍ରମ ନ କରୁଛି। ପିମ୍ପୁଡ଼ି ପର୍ଯ୍ୟନ୍ତ ସେ ପରିଶ୍ରମ କରୁଛି। ଯାହାକୁ ଆମେ ଭିକାରୀ ବୋଲି କହୁଛୁ, ଏଟା ବହୁତ ବଡ଼ ଭୁଲ କଥା। ଏଟା କାହିଁକି ଜାଣିଛନ୍ତି? ଭିକାରୀକି ଆମେ ଭିକ ଦେଉଛନ୍ତି ବୋଲି, ଭିକ ଦେଉଛନ୍ତି ବୋଲି ଭିକାରୀକି ଭିକ ଦେଉଛନ୍ତି ବୋଲି କେବେ ମନର ଭାବିବନି କି କହିବନି କି ମନର ଆଣିବନି। ଏହାର କାରଣ ହେଲା, ଭିକାରୀ ଯାହାକୁ କହୁଛନ୍ତି, ଆମେ ତ ହେଲେ ଦୁନିଆର ସମସ୍ତେ ହେଲେ ଭିକାରୀ। କିନ୍ତୁ ଭିକାରୀ ଗୋଟେ ଯାହାକୁ କୁହନ୍ତି, ଯାହାକୁ କହୁଛନ୍ତି ଭିକାରୀ, ସେ ଭିକ ମାଗୁଛି କ'ଣ? ସେ କର୍ମ କରୁଛି। ତାକୁ ଭଗବାନ ତାକୁ ସେଇ ପ୍ରକାରର କରିଛି, କମଜୋରି କରିଥାଉ ବା ଛୋଟା ଲେଙ୍ଗଡ଼ା କରିଥାଉ ବା ଅନ୍ଧ କରିଥାଉ, ଯାହା ବି ହେଲେ ସିଏ ଭଗବାନ ତାକୁ କରିଛନ୍ତି। ମଣିଷ କେହି କରୁନାହାନ୍ତି। କିନ୍ତୁ ସେଥିପାଇଁ ସିଏ ଭିକ ମାଗୁଛି। ଭିକ ମାଗିବା, ଆମେ ଯେଉଁ ଦାନ କରୁଛନ୍ତି, ଦାନ ଦେଉଛନ୍ତି। ଗୋଟେ ଲୋକ ବାଟରେ ଆସିଲା, ଘର ଲୋକ ପଚାରିଲେ, ମନ୍ଦିର ଯାଇଥିଲି, କ'ଣ କଲୁ? ନା ଭିକାରୀ କିଛି ଭିକ ମୁଁ ଦେଲି। ଏଇ ଯେଉଁ ଶବ୍ଦଟା ଭିକାରୀକି ଭିକ ଦେଲି ବୋଲି, ଏଇ ଯେଉଁ ଶବ୍ଦଟା ଏବେ ଆପଣମାନେ କେବେ ଉଚ୍ଚାରଣ କରିବେନି ମୋର। କାରଣ ଆମେ ହେଲେ ଦୁନିଆର ସମସ୍ତେ ହେଲେ ଭିକାରୀ। ଭଗବାନ ତାକୁ ସେଭଳିଆ କରିଛି ବୋଲିକି ସିଏ ତୁମ ପାଖରୁ ସାହାଯ୍ୟ ମାଗିବା ପାଇଁ ସେ ବସିଛି। ସେ ଜାଗାର ସାହାଯ୍ୟ କରିବା ମାଗିବା ପାଇଁ ବସିଛି। ଯେଉଁମାନେ ଗାଁ ସବୁ ବୁଲିକି ଯେଉଁମାନେ ଭିକ ମାଗନ୍ତି, ସେମାନେ ସାହାଯ୍ୟ ବୋଲିକି ପାଇବା ପାଇଁ କେବଳ ସେ ମାଗିଥାନ୍ତି। ଯେମିତି ଆମେ ଭଗବାନଙ୍କ ପାଖରୁ କିଛି ଆଶା ରଖୁଥାଉ, ପ୍ରଭୁ ମୋତେ ମୋର ଗୋଟେ ଏମିତି ହେଇଯାଉ, ସେମିତି ହେଇଯାଉ, ମୁଁ ତୁମକୁ ଏତେ ଇଏ ଦେମି, ସିଏ ଦେମି, ଏମିତି କିଛି ଗୋଟେ ମନର ଭାବନା ମଣିଷ ସବୁ କରନ୍ତି। ମଣିଷଙ୍କର ଆଶା ବି ନେଇକି ବହୁତ କିଛି ଆଗକୁ ଯାଆନ୍ତି। ତେଣୁକରି ସେ ଆଶା ବୋଲି ଯେଉଁ ଜିନିଷଟା କ'ଣ, ଯେ ଭଗବାନଙ୍କ ପାଖର ତାଙ୍କୁ ଗୋଟେ ସ୍ମରଣା କରିକି ଭଗବାନଙ୍କୁ ଆମେ ଗୋଟେ ଆଶା ନେଇକି ଗୋଟେ ବାହାରୁଛନ୍ତି। ସେ ଆଶାଟା ହେଲା କ'ଣ? ସ୍ୱାର୍ଥ। ଆଶା ମାନେଟା ହେଲା ସ୍ୱାର୍ଥ। ସେଇ ପ୍ରକାର ଯେଉଁଠି ମାନେ ସ୍ୱାର୍ଥ ପାଇଲ, ସ୍ୱାର୍ଥ ଦେଲା ମାନେ କ'ଣ? ତୁମେ ନିଜ ସ୍ୱାର୍ଥ ପାଇଁ ଜଣକୁ ମାଗିଲ, ତୁମେ ବି ସେଇ ମାଗିଲ ନା। ଏ ଭିକାରୀ ଭିକ ମାଗ, ତୁମେ ବି ସେଟା ମାଗିଲ। ସ୍ୱାର୍ଥ କଥା ହେଉଛି ଭିକ। ସେଟା ଭଗବାନ ତୁମକୁ ଦାନ କଲା। ସିଏ ତୁମେ ସେଇଭଳିଆ ଭଗବାନ ତୁମକୁ ଏମିତି ଗୋଟେ ମଣିଷ ଯେ ବାଛିଛି, ଯେ କେହି ନା କେହି ତାକୁ ସାହାଯ୍ୟ କରିବ। ତା ମାନେ ନୁହେଁ ଆମେ ଯେଉଁଭଳିଆ ଭିକ କହୁଛନ୍ତି, ଭିକାରୀ ହେଲେ ସମସ୍ତେ ଭିକାରୀ। ସେ ଜଣେ ଭିକ ମାଗୁଛି, ଜଣେ ମାଗିଲା, ତାକୁ ଆମେ ଭିକ ବୋଲିକି ମୁହଁରୁ ଉଚ୍ଚାରଣ କରିବା, ସେଇଟା ଠିକ୍ ନୁହେଁ। ଆମେ ଦୁନିଆରେ ହେଲେ ସବୁ ଭିକାରୀ। ନିଜ ନିଜ ସ୍ୱାର୍ଥ ପାଇଁ ସମସ୍ତେ ଆମେ ଦୌଡ଼ିଛନ୍ତି। ସେଥିପାଇଁ ଭଗବାନ ଯଦି ପଠାଇଛନ୍ତି ଲୋକଙ୍କୁ, ବାଛିକି ପଠାଇଛନ୍ତି, କେଉଁ ଲୋକ କାହାକୁ ସାହାଯ୍ୟ କରିବ, କାହାକୁ କ'ଣ ଇଏ କରିବ, ସେଥିପାଇଁ ଭଗବାନ ସୃଷ୍ଟିର କର୍ତ୍ତା ଯିଏ, ସେ ପଠାଇଛନ୍ତି। ସେ ପ୍ରତ୍ୟେକ ଇଏକୁ ବାଛିକି ଅଲଗା ଅଲଗା ବାଛିକି ପଠାଇଛନ୍ତି। ତ ସେଇ ପ୍ରକାର ଆମେ ଭଗବାନଙ୍କୁ ଆମେ ଡାକୁଛନ୍ତି, ଭଗବାନ ଆମ ଦୁଃଖ ଶୁଣୁଛୁ। ଆମେ ଯଦି ଭଗବାନଙ୍କୁ ନ ଡାକିବା, ସେ ଆମ ଦୁଃଖ ଶୁଣିବେ କି? ଭଗବାନ ତୁମକୁ ପରୀକ୍ଷା କରିବେ।
ଇଏ ଡାକୁଛି କି ନାହିଁ। ସେଇ ପ୍ରକାର ଗୋଟେ ଭିକାରୀ ଜଣେ ବସିଛି ମନ୍ଦିରରେ ହଉ ବା ବାଟରେ ହଉ ଘାଟରେ ହଉ ଯେଉଁଠି ହଉ ସେ ବସିଛି ତା କର୍ମ କରୁଛି। କେବଳ ଆମେ ଦେଖୁଛନ୍ତି ଭଗବାନ ଆଖି ଦେଇଛି ଆମେ ଦେଖୁଛନ୍ତି ଯେ ଜଣେ ମାଗୁଛି ତାକୁ ଆମେ ଦାନ କରିବା। ସେଠି ଭିକ ଦେନି ବୋଲି କାହାକୁ କହିବନି। ଭିକ ଆମେ ହେଲେ ଦୁନିଆର ସବୁ ଭାଇ ଭଉଣୀ ସମସ୍ତଙ୍କୁ କହୁ ସମସ୍ତେ ହେଲେ ଆମେ ଦୁନିଆର ଭିକାରୀ। ଆଉ ଯଦି ତୁମେ ତାଙ୍କୁ କିଛି ଭିକାରୀ ଦାନ କଲ, ହଁ, ଆଉ ଭଗବାନ ତୁମକୁ କିଛି ଗୋଟେ ମାନେ ସେଇଭଳିଆ କିଛି ପ୍ରାପ୍ତ ହୁଏ। ଭଗବାନ ତୁମେ ଯେଉଁଟା ମନର ଭାବନା କରିଥିବ ଆଉ ସେଟା ସକ୍ସେସ୍ ହେଲା ପରେ ତୁମେ ବି ସେୟା କହିବ ଯେ ମୁଁ କିଛି ଭଗବାନଙ୍କ ପାଖରୁ ପାଇଲି। ଭଗବାନ ପାଖରୁ ପାଇଲେଣି। ଭଗବାନ ତୁମକୁ ସେଇଭଳିଆ ଲୋକ ଠିକ୍ କରିଛି ଯିଏ ତୁମକୁ ସାହାଯ୍ୟ ହେବ। ସେଇ ପ୍ରକାର ଭିକାରୀ ବି ମଧ୍ୟ ସେଇଆ। ଅର୍ଥ ହେଲା ଗୋଟିଏ, ଭିକାରୀଙ୍କ ପାଇଁ ଭଲ ଲୋକ ପାଇଁ ସମସ୍ତଙ୍କ ପାଇଁ ସବୁ ହେଲା ଗୋଟିଏ। ସ୍ୱାର୍ଥ ପାଇଁ ସମସ୍ତେ ପରିଶ୍ରମ କରିଥାନ୍ତି। ମୁଁ କାହା ପାଖକୁ ନ ଗଲେ ନ ଆସିଲେ ମୋତେ କିଏ ଦେବି କି? ସେଇଭଳିଆ ଭିକାରୀ ଜଣେ ସେ ପରିଶ୍ରମ କରୁନି ନା, ସେଠୁ ମାନେ ଘରୁ ବାହାରିକି ଯାଇକି କେତେ ଦୂର ବୁଲିକି ସେ ମାଗୁଛି। ଯିଏ ଯୋଉଟା ଲେଙ୍ଗଡ଼ା ଯିଏ ଯୋଉଟା ଅନ୍ଧ ଖୋଜା ସେ ଗୋଟେ ଜାଗାରେ ବସୁଛନ୍ତି। କାହିଁକି ବସୁଛନ୍ତି? ସେ ତ ତା ଘରେ ଥାଆନ୍ତା ଜିନିଷ ଧନ ଦୌଲତ ବସିକି ଘରେ ଖାଆନ୍ତା। ସେ ବସିଛି କାହିଁକି ବାଟର? ସେ ଗୋଟେ କର୍ମ କରୁଛି, ସେ ତା କର୍ମ ଘିଣୁଛି ବସିକି। ସେଇ ପ୍ରକାର ଦୁନିଆର ଅକର୍ମା କେହି ନାହାନ୍ତି। ପିମ୍ପୁଡ଼ି ହେଲେ ବି କର୍ମ କରୁଛି। ଆଉ ଭିକାରୀ କେହି କାହାକୁ କହିବନି। ଭିକାରୀ ହେଲେ ସମସ୍ତେ ଆମେ ଦୁନିଆର। ଆଉ ଭାଇ ଯଦି ଭିଡ଼ିଓଟି ଭଲ ଲାଗେ ନିଶ୍ଚିତ ତାକୁ ସେୟାର କରିବେ, କମେଣ୍ଟ ଲାଇକ୍ ନିଶ୍ଚୟ କରିବେ।